ମମତା ଇଟା ନନୀକେ ଧରିକରି ଚାଲ୍ଲେ ଅଙ୍ଗନବାଡ଼ି ଆଡ଼େ। ତାକର୍ ସାଙ୍ଗେ ସାଙ୍ଗେ ମୁଇଁ ବି ଇଟା ଯଉଛେ ଅଙ୍ଗନବାଡ଼ିକେ। ନନୀକେ ଓଜନ୍ ମାନେ କର୍ବ ବୋଲିକିନା ତ ଇଟା ନନୀକେ ଓଜନ୍ କରାହେଲା। ନନୀ ଆମର୍ ଇନ ଓଜନ୍ କରାଯାଏସି ତ ଇନ ହେଇଯାଏସି ତାର୍ ଓଜନ୍ ହେଇଯାଏସି 7 କେଜି ପାଖାପାଖି ନାଇଁ 7 କେଜି ପ୍ଲସ୍ ହେସି ହୋ 7 କେଜି ପ୍ଲସ୍ ହେଲା ପରେ ଇଟା ଟିକେ ଛନେ ନନୀକେ ହସୁଥିସି ହେଥିର୍ଲାଗି ଝୁଲେଇ ଦେସନ୍। ଇନ ଆମର୍ ସେ ଅଙ୍ଗନବାଡ଼ି ବଡ଼ମା ବି ଝୁଲେଇ ଦେସି ତାପରେ ଇଟା ନନୀ ଫେର୍ ଝୁଲୁ ଏକା ଥିସି ଠିକ୍ ଲାଗୁଥିସି ହେଥିର୍ଲାଗି ଛନେ ଇନ ଜଗି ଦେସନ୍। ଇଟାର୍ ସାଙ୍ଗେ ସାଙ୍ଗେ ନନୀର ଉଚ୍ଚତା ବି ନାପା ଯାଏସି। ତ ଉଚ୍ଚତା ନାପି ସାର୍ଲା ପରେ ଇଟା ଆମେ ଫେର୍ ଘର୍ ଆଡ଼େ ରିଟର୍ଣ୍ଣ କର୍ସୁଁ। ଘର୍ ଆଡ଼େ ରିଟର୍ଣ୍ଣ କଲା ବେଲେ ମୁଇଁ ଭିଡ଼ିଓ ବନଉଥିସି ନନୀ ମତେ ଏକା ଦେଖୁଥିସି। ତ ମୁଇଁ ନନୀ ଇନ ମତେ ଦେଖୁଥିସି ଯେ ମୁଇଁ ବେଶୀ କିଛି ନି କହୁଥିନି ନା ହୋ ହେଥିର୍ଲାଗି ଭଏସ୍ ଓଭର୍ ଦଉଚେ। ଆରୁ ମୁଇଁ ଭିଡ଼ିଓ ଯେନ୍ଟା ବନାଲି ଯେ କିଛି ବି ଆୱାଜ୍ ନେଇ ଆସି ହେଥିର୍ଲାଗି ଭଏସ୍ ଓଭର୍ ଦଉଛେ। ତ ଇଟା ମତେ ଦେଖ ଶ୍ରାବଣ ମାସ ହେଥିର୍ଲାଗି ବାଲ୍ କାନ୍ ଦାଢ଼ି ଡୁଡ଼ା ନାଇଁ କାଟ୍ବାର୍ ହେଥିର୍ଲାଗି କେନ୍ତା ଦିଶୁଛେ। ତ ମୁଇଁ ଇନ ଯେତେ ବି କଥା କହେଲି ସବୁ କେନ୍ତା ହେଲା ଯେ କେନ ସାଉଣ୍ଡ ଫାଉଣ୍ଡ କିଛି ନି ଆସିର୍। ତ ଆମେ ଅଙ୍ଗନବାଡ଼ିରୁ ଇଟା ସିଧା ଘର୍ ଆଡ଼େ ଏନୁ ତ ବେର୍ ଆଡ଼େ ବି ଇଟା ଦେଖେଇ ଦଉଛେ। ତ ସିଧା ଘର୍ ଏନୁ ଘର୍ ଆସି ସାର୍ଲା କେ ହେନ ଛନେ କିଛି ଏନ୍ତି ମଜ୍ ମସ୍ତି କଲା ପରେ ଆମେ ରିଲ୍ ବନାବାଟା ଷ୍ଟାର୍ଟ କଲୁ। ଇନଷ୍ଟାରେ ଆମେ ରିଲ୍ ବନାବାଟା ଷ୍ଟାର୍ଟ କଲୁ। ତ ମୋର୍ ମା ବି ଇନ ଥିଲା ଯେ ହଁ ଆସିକିନା ଫେର୍ ଭିଡ଼ିଓ ବନାବାଟା ଷ୍ଟାର୍ଟ କରିଦେଲ ନା ଘର୍ ଆଡ଼େ ଯାଏତ କିନି କାଁ କାଁ କର୍ତ କିନି ବୋଲିକିନା। ତ ନନୀ ଏକ୍ଚୁଅଲିରେ ମୋର୍ ସାର୍ଟ ରେଗ କଲା ମୁଇଁ ହେଥିର୍ଲାଗି ସାର୍ଟ ବି ଚେଞ୍ଜ କରିଦେଲି। ତ ଇଟା ଦେଖ ଆମେ ଇନ ରିଲ୍ ବନେଇଦେଲୁ। ରିଲ୍ର ବି ମୁଇଁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେମି ଆମର୍। ତାପରେ ଇଟା ସନ୍ଧ୍ୟାରେ ଇଟା ଫେର୍ ନନୀକେ ଧର୍ବାର୍ ଡ୍ୟୁଟି ମୋର୍ ପଡ଼ିଗଲା। ଯେହେତୁ ଏମାନେ ଭାତ୍ ଶାଗ୍ ସନ୍ଧ୍ୟା ନେଇ ହୋ ହେନୁ ଆଏଲା ପରେ ଏକା। ତ ଇଟା ନନୀ ହେଦିନ ହେତ୍କି ବେଲେ ଟିକେ ଟିକେ ବର୍ଷା ହେଲା ହେଥିର୍ଲାଗି ମୋର୍ ଆମର୍ ଛତ୍ରେ ପେନ୍ ପୁରିଛେ। ତ ନନୀକେ ମୁଇଁ ଏକା ଖେଲାସି ନା ତ ଦେଖ ଇଟା ପେନ୍ ପୁରିଛେ ହୋ ବର୍ଷା ହେଲା ବୋଲିକିନା। ତ ନନୀକେ ଖେଲାବାର୍ କାମ୍ ଏକା ମୋର୍ ଏ। ତ ଇନ ନନୀକେ ଧର୍ଲି ଫେର୍ ତଲ୍ ଆଡ଼େ ଯେତେବେଲେ ଆଏଲି ତ ହେତ୍କି ବେଲେ ପୁତ୍ଲୁ ମାନେ ଇଟା ସ୍କୁଲ୍ରୁ ଆଇଥାନ୍। ତ ପୁତ୍ଲୁ ଆଉ ସାଇଡ଼୍ରେ ଗୀତା ଅଛେ ହୋ। ତ ଇମାନେ ଆଏଲେ ତାପରେ ନନୀକେ ମାନେ ଯେତେବେଲୁ ଯେନ୍ନୁ ଥିଲେ ବି ନନୀକେ ଦେଖ୍ବାର୍ ଲାଗି ଆମର୍ ଘର୍କୁ ପଲେଇ ଆଏସନ୍। ତ ଇମାନେ ଛନେ ଖେଲାଲେ ଇମାନେ ଯେତେବେଲେ ଖେଲାଲେ ମୁଇଁ ଟିକେ ରେଷ୍ଟ୍ ନେଲି। ରେଷ୍ଟ୍ ନେଇ ସାର୍ଲା ପରେ ଫେର୍ ବାହାର୍ ଆଡ଼େ ଯେତେବେଲେ ବାହାର୍ଲି ତ ମୋର୍ ସାନ ଆଇ ଇଟା ନନୀକେ ଧରିକିନା ଖେଲୁଥିଲା। ତ ବୁଢ଼ା ବୁଢ଼ୀ ମନ୍କର୍ ଗୀତ୍ ତ ଜାନିଛ ରୁ 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 ରା 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 ବୋଲ୍ବାଟା ତାକର୍ ଷ୍ଟାର୍ଟ ହେଇଯାଏସି। ତ ନନୀ ଏନ ଖୁସ୍ ହେଇକିରି ରହେ। ତ ଇଟା ତାର୍ ଆର୍ ଦିନ ମୁଇଁ ଭିଡ଼ିଓ ବନାବାଟା ଷ୍ଟାର୍ଟ କଲି। ଯେହେତୁ ନନୀର ଭିଡ଼ିଓ ଆଜି ବନଉଛେ ବଲି ତ ନନୀକେ ଦେଖାବାଟା ଏକା ବନ୍ବା। ତ ନନୀକେ ମୁଇଁ ଇଟା ଖେଲୁଥିଲି। ତ ଘର୍ ଭିତ୍ରେ ଭିଡ଼ିଓ ବନଉଛେଁ ହେଥିର୍ଲାଗି ଭିଡ଼ିଓର କ୍ୱାଲିଟି ଟିକେ ଖରାପ୍ ଅଛେ। ଇଆଡ଼େ ମମତା ବି ରାନ୍ଧବା ଫାନ୍ଧବାରେ ବିଜି ଥିଲେ ତ ନନୀକେ ମୁଇଁ ଇନ ଖେଲୁଥିଲି। ତ ଏକ୍ଚୁଅଲିରେ ନନୀ କେନ୍ଟା କି ଖେଲ୍ସି ଆରୁ ସେ ଉଲ୍ଟିବାଟା ଷ୍ଟାର୍ଟ ହେଲା ନା କେନି ଛଟ୍କା ଦିଆ ପଡ଼୍ଲେ କେନ ପିଠି ବାଟୁ ସେ ଦରଜ୍ ହେସି ଯେ କାନ୍ଦ୍ସି ଆରୁ ଏଁ ମେଁ ଚେଁ କର୍ସି ବେଲେ ତାର୍ ହିସାବ୍ରେ ଯେନ୍ଟା କାନ୍ଦ୍ବାର୍ କଥା ସେଟା କାନ୍ଦ୍ସି। ତ ମୁଇଁ ଇନ ହେଟା ଚନା ଖୁଥିଲି ହୋ ଏକ୍ଚୁଅଲିରେ ସେ ଚନା ଡବାକେ ସେ ଧରିଦେଲା ଯେ ଆର୍ ନେଇ ଛଡ଼େଇ ପାର୍ଲି। ଆର୍ ଯେତେ ଖେଲ୍ନା ପିଲ୍ନା କେଁ କେଟା ଅଛେ ବେଲେ ଦେଖ ଇଟା ଇ ସବୁ ଜିନିଷ୍ ଅଛେ ଝୁଲାବାଟା କେଁ କେଟା ଏଟା ଗୁଟେ କମ୍ଫର୍ଟର ଡବା ଅଛେ। ଇନ ବଲ୍ ଅଛେ ଇଟା ଛତୁ ଡବା ଚନା ଡବା। ତାପରେ ଝୁନ୍ଝୁନ ଫୁନ୍ମୁନ କେଁ କେଟା ମାନେ ସବୁ କିଛି ଅଛେ। ଇଟା ତ ବାକିଟା ଭିତର୍ ଆଡ଼େ ଥିଲା ନେଇ ଆନି ନା ଯେହେତୁ ଏତ୍କିରେ ଖୁସ୍ ହେଇଯାଇଥିଲା ତ ଏତ୍କିରେ ଏକା ଖୁସ୍ ଥିଲା ନା। ଆର୍ କେଁଟା କଥା ତାଲି ଇଟାକେ ବୁଝାବାଟା ଛୁଆ ମନ୍କେ ବହୁତ୍ ମୁସ୍କିଲ୍ ଏ ବାବୁ। ଏକ୍ରେ ମୁଇଁ କେନ ପିଲା ଲୋକ୍ ମୁଇଁ ଆର୍ କେଁଟା ବୁଝାମି। ଖାଲି ଧରି ଦେସିଁ ଆର୍ ଇ ଆଉଁ ଆଉଁ ନଚେଇ ନୁଚା ଦେସିଁ ବାସ୍ ଏତ୍କି ଏ। ଆର୍ କିଛି କରି ନି ପାରେ ବେଶୀ କାନ୍ଦ୍ଲା ବେଲେ ମୁଇଁ ତାର୍ ମା'କେ ଧରେଇ ଦେସିଁ। ତାର୍ ମା ଫେର୍ କେନ୍ତା କେନ୍ତା କିନା ବୁଝେଇ ଦେସନ୍। ତାପରେ ଇନ ମୋର୍ କାମ୍ ଏକା ଇଟା ଏକା ହେଇଯାଉଛେ ନା ମୁଇଁ ନନୀ ଧରୁଛେଁ। ଆର୍ କିଛି ନି ଘରେ ଖିଦାଡ଼େ ଯାଏସନ୍ ତ ନନୀ ଧର୍ବାକେ ମତେ ଏକା ପଡ଼୍ସି। ନନୀ ଧର୍ମି ବେଲେ ହିଁ ମମତା ରାନ୍ଧସନ୍। ତ ଆମର୍ ଦିନଟା ଏନ୍ତି ଏକା କଟି ଯାଉଛେ ଖାଲି ନନୀ ଧରା ବ୍ଲଗ୍ ବି ଠିକ୍ରେ ନି ଆନି ପାର୍ବାର୍ ନା ହେଥିର୍ଲାଗି।